ସୁନ୍ଦରଗଡ଼ ଜିଲ୍ଲା ଖବର। ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶିକାଙ୍କ ରାଉରକେଲା ଗସ୍ତ। ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳର ଉପନିର୍ଦ୍ଦେଶିକା ସମ୍ବଲପୁର ଶ୍ରୀମତୀ କଲ୍ୟାଣୀ ଦାସଙ୍କ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ସେ ରାଉରକେଲା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ଉପନିର୍ଦ୍ଦେଶିକା ଶ୍ରୀମତୀ ଦାସ ଗତ 11 ତାରିଖରେ ରାଉରକେଲାଠାରେ ପହଞ୍ଚିବା ପରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଅଧିକାରୀ ଡିଆଇପିଆର୍ଓ ସୀମା ପ୍ରତିମା ଏକା ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉପନିର୍ଦ୍ଦେଶିକା ଶ୍ରୀମତୀ ଦାସ ରାଉରକେଲା କାର୍ଯ୍ୟାଳୟର କାଗଜପତ୍ର ରେଜିଷ୍ଟ୍ରାର ଫାଇଲ ଆଦି ଦେଖିଥିଲେ ଓ କାର୍ଯ୍ୟର ସମୀକ୍ଷା କରିଥିଲେ। ସେ ପ୍ରତ୍ୟେକ କାର୍ଯ୍ୟଗୁଡ଼ିକ ସମୟସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ବଣାଇ ସବ୍ଡିଭିଜନର ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ମଧ୍ୟ କାର୍ଯ୍ୟ ସମୀକ୍ଷା କରିଥିଲେ। ଶ୍ରୀମତୀ ଦାସଙ୍କୁ ବଣାଇ ରାଉରକେଲା କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବଗତ କରାଇଥିଲେ। ଏତଦ୍ ବ୍ୟତୀତ ସେ ମହାନଗର ଗ୍ରନ୍ଥାଳୟରେ ପରିଚାଳିତ ସୂଚନା କେନ୍ଦ୍ର ତଥା ପାଠାଗାର ପରିଚାଳନା ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ। ଏହି ଅବସରରେ ବଣାଇ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁ, କାର୍ଯ୍ୟାଳୟର କର୍ମଚାରୀ ବନିତା କର, ବଦ୍ରିନାଥ ରାଉତ, ପ୍ରଦୀପ ମଲ୍ଲିକ, ସୀତା ପ୍ରଧାନ ଓ ଏଡୱିନ୍ ତିର୍କି ଉପସ୍ଥିତ ଥିଲେ। ସେହିଭଳି ଗତ 12 ତାରିଖରେ ସେ ସୁନ୍ଦରଗଡ଼ଠାରେ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟକୁ ଗସ୍ତ କରି ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଉପନିର୍ଦ୍ଦେଶିକା ଶ୍ରୀମତୀ ଦାସଙ୍କୁ ସୁନ୍ଦରଗଡ଼ଠାରେ ଡିଆଇପିଆର୍ଓ ନନ୍ଦିନୀ ମୁଣ୍ଡାରୀ ତଥା ସମସ୍ତ କର୍ମଚାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେଠାରେ ଶ୍ରୀମତୀ ଦାସ ଏକ ସମୀକ୍ଷା ବୈଠକରେ କାର୍ଯ୍ୟାଳୟର କାଗଜପତ୍ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ପରେ ସେ ସୂଚନା କେନ୍ଦ୍ର ତଥା ପାଠାଗାର ଗସ୍ତ କରି ବିଭିନ୍ନ ନଥିପତ୍ର ଦେଖିବା ସହିତ ପାଠକମାନଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଆଜିଠାରୁ ବଣାଇ ଉପଖଣ୍ଡ ଏବଂ 20 ତାରିଖରୁ ସୁନ୍ଦରଗଡ଼ ଏବଂ ପାନପୋଷ ଉପଖଣ୍ଡରେ ଚଳିତ ଖରିଫ ଋତୁ ଧାନ ସଂଗ୍ରହ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ ଉପରେ ଆଲୋଚନା କରାଯାଇଥିଲା। FAQ ଧାନ ସଂଗ୍ରହ ଉପରେ ଆଲୋଚନା କରାଯାଇ ସେହିଭଳି ଧାନର ମାନ କିଭଳି ନିର୍ଦ୍ଧାରଣ କରାଯିବ ତା ଉପରେ ବିଶେଷ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଧାନକୁ ଭଲ ଭାବରେ ଖରାରେ ଶୁଖାଇ ବାଲି, ମାଟି, କୁଟା ଆଦିକୁ ଭଲ ଭାବରେ ସଫା କରି ଧାନ ସଂଗ୍ରହ କେନ୍ଦ୍ରକୁ ଆଣିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏହି ପ୍ରଶିକ୍ଷଣରେ ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ଅଜୟ କୁମାର ରଥ, DRCS ଶ୍ରୀମତୀ ରଶ୍ମିଲତା ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ, ସମସ୍ତ ଅତିରିକ୍ତ ଯୋଗାଣ ଅଧିକାରୀ, ସମସ୍ତ ARCS, ସମସ୍ତ ଯୋଗାଣ ନିରୀକ୍ଷକ, ସମସ୍ତ RMC ସମ୍ପାଦକ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।